ମା ମୁଁ ଏ ସ୍କୁଲରେ ରହିବି ନାହିଁ ଆଉ ସାଇନ୍ସ ଖାଲି ଏଇଠି ଅଛି ଆଉ ଆର୍ଟ ଅଛି ମୁଁ କମର୍ସ ନେବି ମା ବୋଲି କେତେ ସ୍ୱପ୍ନ ଦେଖେଇଥିଲା ଆଉ ଏବେ ତ ତାର ରିଜଲ୍ଟ ବାହାରିଲା ଭଲ ମାର୍କ ଆଣିଛି ମୋର ପୁଅ ତ ଆଉ ରହିଲା ନାହିଁ ଆଉ କ'ଣ ଏତେ ଦୁଃଖ ମୋତେ ସ୍ୱପ୍ନ ଦେଖେଇଦେଲା 4 ଦିନ ସ୍ୱପ୍ନ ଦେଖେଇକି କୁଆଡ଼େ ପଳେଇଲା ଆଉ କ'ଣ କହିବି ତାର ସବୁବେଳେ ପାଠ ହିଁ ତାର ଧ୍ୟାନ ସବୁବେଳେ ଘରକୁ ଆସିଲେ ମଧ୍ୟ ଖାଲି ପାଠ ତାର ଘର ଆଉ ଘରରୁ ବାହାରିବନି ବେଶୀ ସାଙ୍ଗସାଥି ସହିତ ମଧ୍ୟ ମିଶିବନି ଖାଲି ତାର ଘର ପାଠ ହିଁ ଟିକେ କେତେବେଳେ ଖାଲି ଟିକେ ଟିଭି ଦେଖିବ ନହେଲେ ଆଉ କିଛି ନାହିଁ। ମୋ ନାଁ କୃଷ୍ଣଚନ୍ଦ୍ର ଖିଲ ମୁଁ କନେଷ୍ଟବଲରେ ଅଛି ସୁନାବେଡ଼ା ଥାନାରେ। ଆଉ ମୁଁ ତ ସେଦିନ ଯେଉଁଦିନ ବାବୁର ପରୀକ୍ଷାଟା ସରିଲା ସେଦିନ ଶନିବାର 7 ତାରିଖ ଥିଲା। ଆଉ ମୁଁ ସେଦିନ ମୋର ଡ୍ୟୁଟି ଥିଲା ଶନିବାର ସେଣ୍ଟ୍ରି ଡ୍ୟୁଟି ଥିଲା ସୁନାବେଡ଼ା ଥାନାରେ। ଆଉ ମୁଁ ମଧ୍ୟ କିଛି ଜାଣିପାରିଲିନି ଆଉ ତା ମା ଘରେ ଥିଲା ମା ମଧ୍ୟ ତାକୁ ଆଣିବା ପାଇଁ ପରୀକ୍ଷା ସରିଲା ଆଣିବା ପାଇଁ ବୋଲି ସେ ଅଟୋ ଧରି ବାହାରିଥିଲେ କିନ୍ତୁ ଆମ ବାବୁ ମନା କରିଦେଇଥିଲେ ମା ଆଜି ଆସନି କାଲିକି ଆସ ବୋଲି ବାବୁ ମନା କରିଦେଇଥିଲେ। କିନ୍ତୁ ସେଦିନ ତା'ର ଭାଗ୍ୟବେଳା ଦୁର୍ଭାଗ୍ୟବଶତଃ ସେ ସନ୍ଧ୍ୟା 3ଟା ବେଳେ ସେ କ'ଣ ପିଲାଙ୍କ ସାଙ୍ଗରେ ମିଶିକରି ପୋଖରୀରେ ଯାଇକରି ସେ କ'ଣ ଆଉ ବାବୁ ତ ପରୀକ୍ଷା ସରିଲା ଯେ ତା ରେଜଲ୍ଟ ବାହାରିଛି ଏବେ ପରଦିନ 71% ମାର୍କ ରଖିଛି। ଆଉ ଆମେ ଆଶା ରଖିଥିଲୁ ତାକୁ କେଉଁଠି ଗୋଟେ ଭଲ କଲେଜ ଦେଇକରି ତାକୁ ଆମେ ଜଏନ୍ କରିବା ବୋଲିକରି ଆମେ ଗୋଟେ ଆଶା ଥିଲା। କିନ୍ତୁ ଆଜି ଆମେ ବାପା ମାଆଙ୍କର ଆମର ଆଜି ନିରାଶା ହେଇଯାଇଛି ଦୁଃଖର ବିଷୟ। ଆଜି ଆମର ଘର ମାନେ ପରିସ୍ଥିତି ବହୁତ ମାନେ ସାଂଘାତିକ ସମସ୍ତଙ୍କର ଦୁଃଖ ପ୍ରକାଶ କରି ଆଜି ଆମେ ରହିଛୁ। ହଁ ଲିଙ୍ଗରାଜ କିଲ ତାଙ୍କ ମୁଁ ପଡ଼ୋଶୀ ଆମେ ଆଉ ବହୁତ ଦୁଃଖର ବିଷୟ ଆଉ ସେ ବିଗତ ଦିନରେ ସେ ଚାଲିଯାଇଛି। ଆଉ ପହରଦିନ ଯେଉଁ ରେଜଲ୍ଟ ବାହାରିଲା ଆମେ ଦେଖିଲୁ ତା'ର 71% ସେ ରେଜଲ୍ଟ ଭଲ କରିଛି। ଆଉ ବହୁତ ଦୁଃଖ ଲାଗିଲା ଯଦି ସେ ଥାଆନ୍ତା ନିଶ୍ଚିତ ଭାବରେ ସେ ବହୁତ ଖୁସି ହେଇଥାନ୍ତା। ଆଉ ତା'ର ଗୋଟେ ସ୍ୱପ୍ନ ଥିଲା ସେ ଦେଶ ପାଇଁ କିଛି କରିବା ପାଇଁ ବାପାଙ୍କ ଭଳି ସେ ଗୋଟେ ସୋଲଜର ହେବି ବୋଲି ତା ମନରେ ଗୋଟେ ଆଶା ଥିଲା। କିନ୍ତୁ ସେ ଆମ ସହିତ ଆଜି ନାହିଁ ଆମ ହାତରେ ସେ ବଢ଼ିଛି ଆମେ ତାକୁ କାଖେଇଥିଲୁ ତାକୁ ଧରି ଖେଳିଥିଲୁ। ଆଉ ସେ ବି ତା ମନର କଥା ଆମକୁ ବହୁତ ଗୁଡ଼ିଏ କହିଥିଲା ସେ ଆମକୁ ମାମୁଁ ବୋଲି ଡାକେ। ଆଉ କିନ୍ତୁ ଦୁଃଖ ଲାଗୁଛି ଆଜି ତା ରେଜଲ୍ଟ ଦେଖିଲା ବେଳକୁ ସେ ତା ମୁହଁ ଆମ ଆଖି ଆଗରେ ଆଜି ନାଚି ଯାଉଛି।